ପିଲାମାନେ ଆଜି ଆମେ ଆମ ପ୍ରଗତିଶୀଳ ଦେଶର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର, ଯଦି ତୁମେ ଆଉ ଗୋଟିଏ ଭାରତୀୟ ଭାଷା ଶିଖିପାରିବ ତେବେ କେଉଁ ଭାଷାଟିକୁ ବାଛିବ ଓ କାହିଁକି? ତାହେଲେ ପିଲାମାନେ, ଯଦି ମୋତେ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାର ସୁଯୋଗ ମିଳେ ମୁଁ ହିନ୍ଦୀ ବାଛିବି। କାରଣ ହିନ୍ଦୀ ଭାରତର ସବୁଠାରୁ ଅଧିକ କଥିତ ଭାଷାମାନଙ୍କ ମଧ୍ୟରୁ ଗୋଟିଏ। ଏହା ଶିଖିଲେ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କ ସହ ସହଜରେ ଯୋଗାଯୋଗ କରିହେବ, ଅନେକ ପୁସ୍ତକ, ଚଳଚ୍ଚିତ୍ର ଓ ସାଂସ୍କୃତିକ ତଥ୍ୟ ବୁଝିହେବ ଏବଂ ଭାରତର ବିବିଧତାକୁ ଆଉ ନିକଟରୁ ଜାଣିହେବ। 2 ନମ୍ବର ପ୍ରଶ୍ନ, ତୁମେ ବିଭିନ୍ନ ମୁଦ୍ରା ବା ନୋଟରେ କେଉଁ କେଉଁ କୀର୍ତ୍ତିରାଜ ଦେଖୁଛ ଏକ ସାରଣୀ ତିଆରି କରି ଲେଖ। ପ୍ରଥମେ ଦେଇଦେଇଛି ପିଲାମାନେ, ଆମର 10 ଟଙ୍କିଆ ନୋଟରେ ଆମେ କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖୁଛେ। ଏଇଟା ହେଉଛି ଆମ ଓଡ଼ିଶାରେ ଅବସ୍ଥିତ। ସେଇଭଳି ଭାବରେ 20 ଟଙ୍କା ନୋଟରେ ଆମେ ଏଲୋରା ଗୁମ୍ଫା ଦେଖୁଛେ, ଯାହା ମହାରାଷ୍ଟ୍ରରେ ଅବସ୍ଥିତ ଏବଂ 50 ଟଙ୍କିଆ ନୋଟରେ ଆମେ ହମ୍ପିର ରଥ ଦେଖୁଛେ, ଯାହା କର୍ଣ୍ଣାଟକରେ ଅବସ୍ଥିତ ଏବଂ 100 ଟଙ୍କିଆ ନୋଟରେ ଆମେ ରାନୀ ବାବ ଦେଖୁଛେ, ଯାହା ଗୁଜୁରାଟରେ ଅବସ୍ଥିତ। ସେଇଭଳି ଭାବରେ ପିଲାମାନେ 200 ଟଙ୍କିଆ ନୋଟଟି ଆମେ ଦେଖୁଛେ କ'ଣ, ସେଥିରେ ଦେଖୁଛେ ଆମେ ଶାନ୍ତି ସ୍ତୂପ, ଲେଖିବ ଶାନ୍ତି ସ୍ତୂପ, ବୁଝିହେଲା। ଏବଂ 200 ଟଙ୍କିଆ ନୋଟ ଆମର ଶାନ୍ତି ସ୍ତୂପ କେଉଁଠି ଅବସ୍ଥିତ? ମଧ୍ୟପ୍ରଦେଶରେ, ହେଲା, ମଧ୍ୟପ୍ରଦେଶ। ତାପରେ ଲାଷ୍ଟକୁ ଆମର 500 ଟଙ୍କିଆ ନୋଟ। 500 ଟଙ୍କିଆ ନୋଟ ଆମେ କେଉଁଠି ଦେଖୁଛେ? ଆମେ ଲାଲକିଲ୍ଲାରେ। ଏବଂ ଲାଲକିଲ୍ଲା କେଉଁଠି ଅବସ୍ଥିତ? ଲାଲକିଲ୍ଲା ଆମର ଦିଲ୍ଲୀରେ ଅବସ୍ଥିତ, ବୁଝିହେଲା ତ। ନେକ୍ସଟ ଆମକୁ ଦେଇଛି, ନିମ୍ନରେ ଦିଆଯାଇଛି ଚିତ୍ର ମଧ୍ୟରୁ ଭାରତୀୟ ମୁଦ୍ରାର ସଂକେତ ହେଉଛି ପିଲାମାନେ ଏଇଟା ହେଲା ଆମର ରୁପି, ଇଣ୍ଡିଆନ୍ ରୁପିଜ୍। ଏବଂ ଅନ୍ୟ କେଉଁ ଦେଶର ମୁଦ୍ରାର ସଂକେତ ତୁମେ ଚିହ୍ନଟ କରିପାରିବ? ପିଲାମାନେ ଦେଖ, ଏଇଟା ହେଲା ପ୍ରଥମଟା ୟୁରୋ, ଆମର ୟୁରୋପୀୟ ସଂଘ ଏମିତି ଦେଇଛି, ହେଲା। ଏଇଟା ହେଲା ଆମର ରୁପି ଭାରତର, ଏଇଟା ୟେନ୍ ଜାପାନ, ସେଇଭଳି ଭାବରେ ଚୀନ, ପାଉଣ୍ଡ, ହେଲା, ଲାଷ୍ଟକୁ ଆମର ପାଉଣ୍ଡ ଷ୍ଟର୍ଲିଂ ବ୍ରିଟେନର। 4 ନମ୍ବର ପ୍ରଶ୍ନ, 10 ଟଙ୍କିଆ ନୋଟରେ ତୁମେ କେଉଁ ପଶୁଗୁଡ଼ିକ ଦେଖୁଛ? ପିଲାମାନେ ଦେଖ, ଏଇଟା ହେଲା ଆମର 10 ଟଙ୍କିଆ ନୋଟ। 10 ଟଙ୍କିଆ ନୋଟରେ ଆମେ କାହାକୁ ଦେଖୁଛେ? ବାଘ, ବୁଝିହେଲା, ହାତୀ ଏବଂ ଏଠି ମୃଗକୁ ଆମେ ଦେଖୁଛେ। 5 ନମ୍ବର ପ୍ରଶ୍ନ, ତୁମେ ତୁମର ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ସ୍ଥାନରେ ଭାରତର କେତେଜଣ ମହାନ ବ୍ୟକ୍ତିଙ୍କ ଫଟୋ ଦେଖିଥିବ। ତଳେ ଦେଖାଯାଇଥିବା ଏହି ମହାନ ପୁରୁଷ ଏବଂ ମହିଳାଙ୍କ ନାମ ଚିହ୍ନଟ କର ଏବଂ ସେମାନଙ୍କ ଅବଦାନ ବିଷୟରେ ଲେଖ। ବୁଝିଲା ତ ପିଲାମାନେ? ଦେଖ, ଆଗ ନାଁ ଚିହ୍ନଟ କରିଦେବେ, ତାପରେ ମୁଁ ଗୋଟିକ ପରେ ଗୋଟେ କହିଦେବି। ପ୍ରଥମେ ହେଲା ଆମର ଭଗତ ସିଂ, ହେଲା, ଇଏ ରାଣୀ ଲକ୍ଷ୍ମୀବାଇ, ଲେଖିବି ସବୁ ତ, କିଛି ବ୍ୟସ୍ତ ନାହିଁ, ଖାଲି ଚିହ୍ନ ତାଙ୍କୁ। ସୁଭାଷ ଚନ୍ଦ୍ର ବୋଷ, ଇଏ ହେଲେ ଏପିଜେ ଅବଦୁଲ କଲାମ, ତାପରେ ଇଏ ହେଉଛନ୍ତି ଆମର ରାଧାକ୍ରିଷ୍ଣନ୍, ଇଏ ହେଉଛନ୍ତି ଶିବାଜୀ ମହାରାଜ। ପ୍ରଥମେ ଆମର ଥିଲେ ଭଗତ ସିଂ। ଭଗତ ସିଂ ପିଲାମାନେ ଜଣେ ସାହସୀ ବିପ୍ଳବୀ ଥିଲେ। ସେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଦେଶର ସ୍ୱାଧୀନତା ପାଇଁ ଅଳ୍ପ ବୟସରେ ନିଜ ଜୀବନ ବଳିଦାନ କରି ଦେଇଥିବାରୁ ସେ ସର୍ବଦା ସ୍ମରଣୀୟ ହୋଇ ରହିଯାଇଛନ୍ତି। ନେକ୍ସଟ ଆମର ରାଣୀ ଲକ୍ଷ୍ମୀବାଇ। ସେ ଝାନ୍ସୀ ରାଜ୍ୟର ରାଣୀ ଥିଲେ। 1857 ମସିହାରେ ବିଦ୍ରୋହରେ ସେ ଇଂରେଜ ଶାସନ ବିରୋଧରେ ସାହସିକ ଭାବେ ଲଢ଼ିଥିଲେ। ସେ ଭାରତୀୟମାନଙ୍କ ପାଇଁ ବୀରତ୍ୱ ଓ ଦେଶପ୍ରେମର ପ୍ରତୀକ ହୋଇ ରହିଛନ୍ତି। ନେକ୍ସଟ ଆମର ସୁଭାଷ ଚନ୍ଦ୍ର ବୋଷ, ଯାହାଙ୍କୁ ଆମେ ନେତାଜୀ ଭାବରେ ଜାଣୁ, ଜଣେ ମହାନ ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଆଜାଦ ହିନ୍ଦ ଫୌଜ ଗଠନ କରି ଭାରତକୁ ଇଂରେଜ ଶାସନ ମୁକ୍ତ କରିବା ପାଇଁ ସଂଗ୍ରାମ କରିଥିଲେ। ନେକ୍ସଟ ଆମର ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ମିସାଇଲ ମ୍ୟାନ୍ ବୋଲି ତାଙ୍କୁ କୁହାଯାଏ। ସେ ଜଣେ ପ୍ରଖ୍ୟାତ ବୈଜ୍ଞାନିକ ଏବଂ ଭାରତର 11ତମ ରାଷ୍ଟ୍ରପତି ଥିଲେ। ଭାରତର ମହାକାଶ ଓ କ୍ଷେପଣାସ୍ତ୍ର ବିକାଶରେ ତାଙ୍କର ବଡ଼ ଅବଦାନ ରହିଛି। ନେକ୍ସଟ ଆମର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ସେ ଜଣେ ପ୍ରଖ୍ୟାତ ଦାର୍ଶନିକ, ଶିକ୍ଷାବିତ୍ ଓ ରାଜନୀତିଜ୍ଞ ଥିଲେ। ସେ ଭାରତର 2ୟ ରାଷ୍ଟ୍ରପତି ଭାବେ ଦେଶକୁ ସେବା କରିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ ଭାରତୀୟ ସଂସ୍କୃତି ଓ ଦର୍ଶନକୁ ବିଶ୍ୱରେ ପରିଚିତ କରାଇଥିଲେ। ତାଙ୍କ ସମ୍ମାନରେ ପ୍ରତିବର୍ଷ 5 ସେପ୍ଟେମ୍ବରକୁ ଆମେ ଗୁରୁ ଦିବସ ବା ଶିକ୍ଷକ ଦିବସ ଭାବେ
ପାଳନ କରୁଛେ। ପିଲାମାନେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି। ତାହେଲେ ମୋତେ କମେଣ୍ଟ ବକ୍ସରେ ଜଣାଇବ ଭାରତର ପ୍ରଥମ ରାଷ୍ଟ୍ରପତି କିଏ। ନେକ୍ସଟ, ଶିବାଜୀ ମହାରାଜ ମରାଠା ସାମ୍ରାଜ୍ୟର ସ୍ଥାପକ ଥିଲେ। ସେ ସ୍ୱରାଜ୍ୟ ପ୍ରତିଷ୍ଠା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଓ ସାହସର ଭାବନା ଜାଗ୍ରତ କରିଥିଲେ। ତାଙ୍କର ବୀରତା, ନ୍ୟାୟପ୍ରିୟତା ଓ ଉତ୍ତମ ଶାସନ ପାଇଁ ସେ ଆଜି ମଧ୍ୟ ସ୍ମରଣୀୟ। ବୁଝିଲା ତ? ଆମେ କରିଦେଲେ। ତାପରେ ନେକ୍ସଟ ଏଇଟା ଆମର ଶ୍ରେଣୀଗୃହ, ଏଇଟା ଆମର ଲେଖିବା କିଛି ଦରକାର ନାହିଁ, ଆଉ ଆମର କିଛି ଏଥିରେ ଦରକାର ନାହିଁ। ଏସବୁ ଆମକୁ ଆଲୋଚନା କରିବାକୁ ଦେଇଛି ଶ୍ରେଣୀଗୃହରେ। ବୁଝିଲା ତ? ଭିଡ଼ିଓକୁ ଭଲ ଲାଗିଲେ ଲାଇକ୍ କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।